ଭିଜିଲାନ୍ସ ଜାଲରେ ଆରଡି ବିଭାଗର ମୁଖ୍ୟ ଏଣ୍ଟ୍ରି 2 କୋଟିରୁ ଅଧିକ ଟଙ୍କା ଜବତ। ଆଜି ନେଇଥାନ୍ତେ ଅବସର। ତା ରପୁବରୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ କୋଟିପତି ଡିଭିଜନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ। ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଗଲା ହୋସ। ଜଳକା ହୋଇ ରହିଗଲେ ଭିଜିଲାନ୍ସ ଅଧିକାରୀ। ବାବୁଙ୍କ ଘରେ ଟଙ୍କା ଗଣି ଗଣି ହୋଇଗଲେ ହାଲିଆ। ଶେଷରେ ଟଙ୍କା ଗଣିବା ପାଇଁ ଆସିଲା ଟଙ୍କା ଗଣା ମେସିନ୍। ବାବୁଙ୍କ ଏତେ ଟଙ୍କା ଯେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି 500 ଟଙ୍କିଆ ନୋଟ ବିଡ଼ାକୁ ଝରକା ଦେଇ ବାହାରକୁ ଫିଙ୍ଗିଦେଲେ ବାବୁଙ୍କ ସମ୍ପର୍କୀୟ। ବାବୁଙ୍କ ଘରୁ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଡିଭିଜନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୈକୁଣ୍ଠଙ୍କ ଅନୁଗୁଳ ଜିଲ୍ଲାରେ ଥିବା ଘର ସମେତ ଭୁବନେଶ୍ୱର, ପୁରୀର ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଅନୁଗୁଳ କାରନାଗାଡ଼ିଆ ସ୍ଥିତ ବାସଭବନ ସମେତ ଲୋକେଇ ପଶି ମାଟିଆସାହି ଓ ଶିକ୍ଷକପଡ଼ାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେହିପରି ଭୁବନେଶ୍ୱରରେ ଥିବା ଅଫିସ ଓ ଡୁମଡୁମାରେ ଥିବା ଫ୍ଲାଟ୍ ସମେତ ପୁରୀ ଜିଲ୍ଲା ପିପିଲିର ଶିଉଳାରେ ଫ୍ଲାଟ୍ରେ ଚଢ଼ାଉ ଜାରି ରହିଛି। ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଓ ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଭିଜିଲାନ୍ସର 8 ଜଣିଆ ଟିମ୍ ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ବୈକୁଣ୍ଠ ନାଥ ଘରୁ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଅନୁଗୁଳ ସ୍ଥିତ ବାସଭବନରୁ 1 କୋଟି ନଗଦ ଟଙ୍କା ମିଳିଥିବା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରୁ 1 କୋଟି ଟଙ୍କେ ଜବତ ହୋଇଛି। ଏଥିସହ ବାବୁଙ୍କ ଘରୁ ପୁଳାପୁଳା ସୁନାଗହଣା ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।